ହଉ ଧୀରବର କହୁ ତୁଇ କି ମୋ ପଣ୍ଡିତ ପ୍ରବର ହଉ ଯାହା ଯାହା ଯାଉ ମାନ ହେଲା ଲୋଚନା ଜୟ ଜୟ ଜନନୀ ମା ଜୟ ତୁ ମଙ୍ଗଳା ପାରିଲି ଯାଇ ଇଏ ଦୂରେ ଥାଇ ପ୍ରଣାମ ମାଗେ ହଉ ଗପ ଟପ କରିବାରେ ଆଉ ବେଳ ନାହିଁ ଯାହା ଯାହା ନ୍ୟାୟ ମାନ ହେବ ଆଲୋଚନ ଯାହା ଦେଇଥିବେ ପଣ୍ଡିତ ମଣ୍ଡଳୀ ବାରେ କରେ ନିବେଦନ ହରି ବୋଲ ହୁଳ ହୁଳି ଯେତେ ଶୁଭୁଥିବ କିଏ ଦେଲା ରେ बोले ये रोटी बारे बिकट ये प्रकटिला संकट ये भाषा सुभूति ये सुर कटक राट सिटिकिला मुकुट हास्य सुभूति टट ये करिकूट छात्र धर्म करिल नष्ट विराट मध्यरे सम्राट पट खंड आचरी अछ दुष्ट विचार ওটা হিট নাটক রটি বারে বিকট গোটে বিকটাল রটি শুভুছি ଏହି ଜଣେ କହୁଛି ରହ ରହ ରେ ମୂର୍ଖ ରଜା ରହରେ ମୂର୍ଖ ରଜା ରହରେ ଅପଦାର୍ଥ ରଜା ମାନେ ତାର ଗର୍ଜନରେ କଟକ ରାଟ କହିଲେ ଦେବରାଜ ଇନ୍ଦ୍ର ହେଲା ହେଲା ଦେବରାଜ ଇନ୍ଦ୍ରଙ୍କର ମସ୍ତକରୁ ମୁକୁଟଟା ଖସି ପଡୁଛି ଲକ୍ଷ ଲକ୍ଷ ରାଜା ମାନେ ଗଗନକୁ ଚାହିଁ ଦେଲେ ନା ମୁଦିର ଗର୍ଭରୁ ବିଧୁର ସଞ୍ଜାତ ସଦକି କଲା ସମ୍ବେଦା ସବକି କଲା ସମ୍ବେଦରେ ଭଲା ସବକି କଲା ସମ୍ବେଦା ଚକିତ ପରାଏ চকিতে চাহিলে পরায়ে চকিতে চাহিলে উপকীল
ଆଗକୁ ଚାହିଁ ଦେଲେ ହେଲା ହେଲା ଗର୍ଜନ କରି ଆସୁଛି ଶିଶୁପାଳ ରେ 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 ମୂର୍ଖ ରାଜା ମାନେ ମୂର୍ଖଟେ ନେଇ ଭୟଙ୍କର ଗର୍ଜନ କରି ଆସୁଛି ଶିଶୁପାଳ ଡାକୁଛି ରେ ମୂର୍ଖ ରଜା ମାନେ କଣ କରିଦେଲ ତୁମେ ରାଜଶୈଳ ଯଜ୍ଞ ସଭା କଣ କଲ ତମେ ହସ୍ତରେ ଧରିଥିବା ଖଡ୍ଗଟା ବ୍ୟାକଲ ଗର୍ଭରେ ବିଜୁଳି ଚମକିଲା ପରି ଝଲସି ଯାଉଛି ବୋଲେ କୁଟିଳ ତୋରାଟି ନୟନ ତୋରାଟି ଆସୁଛି ଝଟକି ଆସୁଛି ଝଟକେ ପାନଳ ଶିକା ଛିଟିକି ପଡୁଛି କେବଳ ଅଟକେ ନୟନକୁ ତରାଟି ଚାହୁଁଛି ଲାଲ ବର୍ଣ୍ଣର ଚକ୍ତ ବର୍ଣ୍ଣର ଚକ୍ଷୁ ଗୁରାକ ମନେ ହେଉଛି ଯେମିତି ଗୋଟାଏ ମତୁବାଲା ହସ୍ତି ମାଡ଼ି ଆସୁଛି ବୋଲେ ଭୀଷଣ ମଣ୍ଡଳ ଶରୀର ମଣ୍ଡନ ଘନ ଘର ମମାନ ଝମକ ଝରରେ ଝଲକାଉଅଛି ଶାଣିତ କୃପାଣ ଶ୍ଵେତ ବିନ୍ଦୁ ଗୁରାକ ଝରି ପଡୁଛି ମାନେ ଏତେ ଝାଳ ବହୁଛି ସମୁଦ୍ର ପାଣି ଭଳିଆ ହଉଛି କବି କହିଲେ କଣ କହିଲେ ମାଘ କବି କହିଲେ ହଁ କବି ହେଲେ ମାଘ ବୋଲେ ଶନିକାମ ତମ ବିଘ୍ନ ମଧୁରତ ମଧକ୍ତ ରାଜକ ବହୁଳ ଜଳ ବିନ୍ଦୁ ବପୁ ପ୍ରଳୟାନବତୀ ତୈବାଦି ସୁକର ପ୍ରଳୟ ଜଳ ମଧ୍ୟରେ ଆଦିମ ବରାହ ଯେମିତି ଆବିର୍ଭାବ ହେଇଥିଲେ ଇଏ ଶିଶୁପାଳ ଶରୀରରୁ ଆଜ୍ଞା ଏତେ ପରିମାଣରେ ଶ୍ଵେତ ବିନ୍ଦୁ ଗୁରାକ ବହି ଯାଉଛି କବି କଳ୍ପନା କରୁଛନ୍ତି ପ୍ରଳୟ ଜଳ ମଧ୍ୟରୁ ଆଉ କଣ ଆଦିମ ବରାହ ସୃଷ୍ଟି ହେଲା କି ଲକ୍ଷ ଲକ୍ଷ ରାଜା ମାନଙ୍କ ମଧ୍ୟରେ ପହଞ୍ଚି ଯାଇଛି ଦେଖିଲା ଦେବକୀ ନନ୍ଦନ କୃଷ୍ଣକୁ ଦିଆଯାଇଛି ପୂଜା ବର୍କ୍ଷ ଡାକିଦେଲା ଧର୍ମରାଜ ଯୁଧିଷ୍ଠିର ହେ ବିରାଟ ସମ୍ରାଟ ଯୁଧିଷ୍ଠିର ସମ୍ରାଟ କଣ କରିଦେଲୁ ରେ ମୂର୍ଖ ପଦଲେହନକାରୀ ଗଧ କଣ ଶିଲା ଗୋପାଳ ଏକାକି କେବଳ ସୁନ୍ଦର ନାଗର ସୁନ୍ଦର କଖାରୁ ଫୁଲକୁ ପାଣ୍ଡୁରା ପୋକଙ୍କ ପ୍ରୀତି ସମାଦର କଖାରୁ ଫୁଲକୁ ପାଣ୍ଡୁରା ପୋକ ପ୍ରୀତି କଲା ପରି ତୁମେ ମାନେ ଗୋଟାଏ ଗୋଟାଏ ପାଣ୍ଡୁରା ପୋକ ତମେ ମାନେ ଯେତେ ବସିଛ ଏଠି ସବୁ ପାଣ୍ଡୁରା ପୋକ ଲକ୍ଷ ଲକ୍ଷ ରାଜାଙ୍କର ସମ୍ମାନ ଧର୍ମରାଜ ଯୁଧିଷ୍ଠିର ସହି ପାରିଲେ କେମିତି ସହିବେ ରାଜାଟି ପଡ଼ିଲେ ସଭା ଡାକିଦେଲେ ଶିଶୁପାଳ ମୁଁ ସମ୍ଭାଳି ତୁ କଥାବାର୍ତ୍ତା ଆମର ଅନୁଜ ସମସ୍ତ ରାଜା ମାନେ ଆମର ଆତିଥ୍ୟ ହେଲା ତୁମେ ଏମାନଙ୍କୁ ଏତେ ଅସମ୍ମାନ କରିବାର ଅଧିକାର ତୁମର ନାହିଁ ଅଧିକାର ଦେଲା କି ନା ଦାନ ଦକ୍ଷତା ଶ୍ରୁତ ଶୌଚ ଲଜା ବୃଦ୍ଧି ବିନୟରେ ଯା ସଜା অনুপম শ্রী ধৈর্য সন্তোষ একাদশ গুণে সেই বিশেষ সকল গুণ নিদান যদুবংশী কৃষ্ণ
युधिष्ठिर कहउछंती शिशुपाल आम्भमानंकर पूज्य पितृपति मो पितामह भीष्म जहांको निर्देश रे देवकी नंदन कृष्ण को दिया जाइछि पूजा वर्घ्य देवकी नंदन कृष्ण को दिया जाइछि पूजा वर्घ्य जे एकादश गुण रे निपुण माने से एकादश गुण रे से निपुण घर को चापी देला शिशुपाल ओठ को कामुड़ी कहिला ए पितामह भीष्म स्वयंमेव संतनु तनुजा जमपिगणमर्घ्यमप्यदा प्रयोकतम चम्रनिंद बंदी वस्पिष्ट ए पितामह आपण परा स्वयं संतानुकर नंदन ये लक्ष लक्ष क्षत्रिय मानक मध्यरे एते क्षत्रिय अछंती आपण कोन एते न्यून होई गले हम एते निम्न आपणकर वीरत्व कोन एते निम्नगामी होई गला पूजार क्ष पाइबार क्षमता कोन आपणकर नाही ना जो पितामह तमर भी नाही ये लक्ष लक्ष राजा मानक मध्यरे आउ काहार नाही एते राजा बसिछंती काहार नाही ये गोपाल कृष्ण को तुम्हें पूजा वर्घ्य देलो अरे ए कालियाटा को देलो तमे ये चिंताधारा तुमर एते निम्नगामी केबेटु होई होला हां तमर यदि हेलमेट थांदा तुमको देई थांदो हां एथि पई तुमर विचार निम्नगामी होई गला कि तुमे जणे निम्नगामी मातार पुत्र हां अबनि भूत्वा त्वं पहायो गणमपि जडं समुन्नतम ईजनि हकीमि हंज चपला अवश्य निम्नो ये धरा धाम रे निम्नगामी होई बोही जाउथिबा तुम माँ गंगा गोटे निम्नगामी नदीर स्रोत तम माँ जने निम्नगामी नदीर स्रोत नाकुची रही था ना के ना निम्नगामी नदी होइथिबारु तुम विचार धाराटा एते निम्नगामी होई अरे आमे राजपुत्र अरे मोहि पाळामे ए बिला चोळाऊ जगत से परा चोरांती गोरु गाई अरे से परा चोरांती गोरु गाई से परा चोरांती गोरु गाई नाको काटी जीव गोबर गंधरे नाको काटी जीव गोबर गंधरे लोटपट हेबा ठारी नाही अरे लोटपट हेबा ठारी नाही तोर बारी धरु तोर बारी अरे तोर बारी धरु तोर बारी अरे तोर बारी धरु तोर बारी सपोरा धरुती केंदु बारी आमे राजपुत्र आमे सब राजपुत्र आमे क्षत्रिय संतान आमे सब क्षत्रिय संतान हस्तरे गोटिए गोटिए खड़ग धरिले आमे प्रजा मानकु शासन करू हां किंतु ये गोपाल माने हेला हेला खंडे खंडे बाड़ी धरी गोपाल मा गाई मानकु शासन करू से तुमे केमिति विचार करिलो हां हां क्षत्रिय राजा मानक मध्यरे बेसे पूजा वर्घ्य देबा पाई हेला हेला नजर पड़ीगला सम्मुखरे बसिछि देवकी नंदन कृष्ण 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 अधर को चापी देला रे कृष्ण एकरे भ्रूमाळ पकेई हां हां राजा मानक मध्यरे बसिछु पूजा वर्घ्य पाई हेला हेला तू पूजा वर्घ्य पाउछु अरे तोर कीर्ति गुण जदि राजा मानक पाखरे बखाणीबी तो किति किति जदि कहबी तू जानि छु ना अरे किति किति हां नहीं नहीं हैं हां
লক্ষ লক্ষ রাজা ମାନଙ୍କ ମଧ୍ୟରେ ତୋର ମସ୍ତକ ନିଚ ହୋଇଯିବ। ମୁହା ଉପରକୁ ଟେକିକି ବସିବିନି ତଳୁ ମୁହା ହେଇଯିବ। କହିବି ଦେଖିଆ ରାଜା ମାନଙ୍କ ଭିତରେ କହିବି କନ୍ଦ ତପସରଣ୍ୟସ୍ୟ ଭଗବତୀ ସାଧିତୌଜସ୍ୟ ସିଦ୍ଧମ ବଳ ସବଳ ତୁମଃ ରୋହିଣୀ ତନୟ ହାବୁଡରେ ପଡି କାଳ ଯୌବନ ହାବୁଡରେ ପଡି ମୁଚୁକୁନ୍ଦର ଶଯ୍ୟା ତଳେ ଲୁଚିଥିଲୁ ରେ। ହରେ ତୁ ପରା ସେ ସେଜ ତଳେ ଲୁଚିକିରି ଥିଲୁ। ତୋର ଇଏ କୁଶ୍ଚିତ କର୍ମ ପାଇଁ ମଗଧପତି ଜରାସଣ୍ଡ ତତେ ବାରମ୍ବାର ତାଚ୍ଛଲ୍ୟ କରିଛି। ବାରମ୍ବାର ତାଚ୍ଛଲ୍ୟ କରିଛି। ତୋର ଜ୍ୟେଷ୍ଠ ଭ୍ରାତା ରୋହିଣୀ ନନ୍ଦନ ବଳରାମ ସେ ପରାକ୍ରମୀ ହୋଇଥିବାରୁ ତାଙ୍କର ଛତ୍ର ଛାୟା ତଳେ ରହି ତୁ ନିଜକୁ ପରାକ୍ରମୀ ବୋଲାଉଛୁ। ଏତିକି ଆଉ କଣ ଜାଣିଛୁ ଦେଖିଆ କହିଲୁ। ଇଏ ରାଜା ମାନଙ୍କ ମଧ୍ୟରେ ପୂଜାର୍ଘ୍ୟ ପାଇବା ପାଇଁ ତୁ ଏଥିପାଇଁ ଅଯୋଗ୍ୟ। କାହିଁକି ଅଯୋଗ୍ୟ? ତୁ ରାଜକୀୟ ଧର୍ମକୁ ଅସମ୍ମାନ କରିଛୁ। କଣ ମୁଁ ରାଜକୀୟ ଧର୍ମକୁ ଅସମ୍ମାନ କଲି? କ୍ଷତ୍ରିୟ ପରମ୍ପରାକୁ ଅସମ୍ମାନ କରିଛୁ। ଆମ ସଂସ୍କୃତି କି ନିନ୍ଦା କରିଛୁ। ଦେଖନ୍ତୁ ଆଜ୍ଞା ଆପଣ ମାନଙ୍କର ପ୍ରାଣ ଆମ ସଂସ୍କୃତି କି କେତେ ଦିଗ୍ଦର୍ଶନ ଦେଇଛି, ସମାଜକୁ କେତେ ବାର୍ତ୍ତା ଦେଇଛି। ମାନେ ଦେଖିବା ଇଏ ପୁରାଣ ସମାଜକୁ କେମିତି ବାର୍ତ୍ତା ଦେଲା। ଶିଶୁପାଳ କହୁଛି ରେ କୃଷ୍ଣ ଆମ ସଂସ୍କୃତି ଆମ ରାଜକୀୟ ଧର୍ମ ଆମେ ମାକୁ ସମ୍ମାନ ଦେଉ। ହଁ ଆମେ ସବୁ ମାକୁ ସମ୍ମାନ ଦବୁ। ଆମେ ନାରୀକି ସମ୍ମାନ ଦେଉ। ଆମେ ସବୁ ନାରୀକି ସମ୍ମାନ ଦବୁ। ନାରୀ ନୁହଁ ନାରୀ। ଆମେ ଗୋମାତାକୁ ସମ୍ମାନ ଦେଉ। ଆମେ ସବୁ ଗୋମାତାକୁ ସମ୍ମାନ ଦଉ। ଆମେ ଛୋଟିଆ ବାଳକକୁ ସମ୍ମାନ ଦେଉ। ହଁ ଯେତେ ସବୁ ଖୁଚୁରା ତାଙ୍କୁ ବି ସମ୍ମାନ ଦଉ। ତୁ ଏମାନଙ୍କୁ ସମ୍ମାନ ଦେଇଛୁ? ଦେଇଛୁ। ଏ କୋଉଠି କଣ ଏମିତି କଥା? ଆରେ ନାରୀ ବୋଲି ହୃଦୟ ନ ଗହିଲୁ ଦୟା ହରିଲୁ ପୁତନା ପ୍ରାଣରେ। ହରିଲୁ ପୁତନା ପ୍ରାଣରେ ହରିଲୁ ପୁତନା ପ୍ରାଣରେ ଏନୁ ବସାବୁ ସେ ଖଣ୍ଡା ତୁ କରିଛୁ ନିଚ ବସରେ। ତମର ଭଲ ହଉଛି ନା। ନାରୀକୁ ସମ୍ମାନ କରିଛୁ। ମାକୁ ସମ୍ମାନ କରିଛୁ। ଆମର ପୂଜ୍ୟ ଗୋମାତା ଯାହା ଆମର ସଂସ୍କୃତି ଆମର ମା ବିଶ୍ୱ ଜଗତ ସୃଷ୍ଟି ଯୋଉ ଗୋମାତା ଠାରୁ ତାକୁ ତୁ ସମ୍ମାନ କର। ହଁ ଆଉ କଣ ଗୋମାତା ଅଛନ୍ତି କି ଦାଦି? ଆଉ ଏବେ ସବୁ କୁକୁର ଘରେ ରଖିଲେ। ଛୋଟିଆ ବାଳକକୁ ତୁ ସମ୍ମାନ କରିଛୁ। କପଟେ ବେଲାଳ ଶିଶୁ ମସ୍ତକ କପଟରେ ଦୁର୍ଯ୍ୟ ଧନ ବଂଶ ବୁଡ଼ାଇଲୁ। ବାଳକ ବେଲାଳ ସେନକୁ ନିର୍ମମ ହତ୍ୟା କରି ଛୋଟ ପିଲାଟା କପଟ କରି ଦୁର୍ଯ୍ୟୋଧନର ବଂଶଟାକୁ ନିପାତ କରିଦେଲେ। ଛୋଟିଆ ବେଲାଳ ସେନ ତାକୁ ଛାଡ଼ିଲ ନାରୀ ମାନଙ୍କୁ ଅସମ୍ମାନ କଲୁ। ଗୋପ ନାରୀଙ୍କର ବସ୍ତ୍ର ଚୋରି କରି ତାଙ୍କର ଉଲଗ୍ନ ରୂପ ତୁ ଦେଖିଲୁ। ଏଗୁଡାଏ କୁଶ୍ଚିତ କର୍ମ କରି ତୋର ଆଶା ଭେଟିଲା। ଇଏ ତ ସାରଦେବାଦୀ ପକେଇ ଗଲାଣି। ଶେଷରେ ଭାଇ ବୋହୁକୁ ହରଣ କଲୁ। ଏତେ ବଡ କଥା ଚମକି ପଡିଲେ ଦେବକୀ ନନ୍ଦନ କୃଷ୍ଣ ଡାକିଦେଲେ ଶିଶୁପାଳ। ସମ୍ଭାଳି କଥାବାର୍ତ୍ତା କର ଶିଶୁପାଳ। ଅପମାନର ସୀମା ଲଙ୍ଘନ କରୁଛ ତୁମେ। ସୀମା ଟପି ଗଲଣି ତମେ।
କିରେ ଭାଇ ବୋଉକୁ କେତେବେଳେ ମୁଁ ହରଣ କଲି? ଗୋଟିଏ ପାଦ ଏଭଳି ଅସମ୍ମାନ କଲେ ଚକ୍ରରାଜ ସୁଦର୍ଶନକୁ ଆବାହନ କରିଲି। ଏତେ ଗୁଡ଼ାଏ ନିନ୍ଦା ତମେ ମତେ ଦେଲ, ମୁଁ ସହ୍ୟ କରିପାରିଲି। ହେଲା ହେଲା କଥା କହୁଛ ଦେବକୀନନ୍ଦନ କୃଷ୍ଣ କୃଷ୍ଣ ଭାଇ ବୋଉକୁ ହରଣ କରିଲା? ଅସମ୍ଭବ କଥା। କୋଉଠି ଭାଇ ବୋଉକୁ ହରଣ କରିଲା? କି କଥା? ହଁ, ତୁ ଭାଇ ବୋଉକୁ ହରଣ କରିଛୁ। ପ୍ରମାଣ ଆରେ ତୁଟା ପରା ମୋ ସ୍ତ୍ରୀ ରୁକ୍ମିଣୀ କି ହରଣ କଲୁ? ମାନେ ତମ ସ୍ତ୍ରୀ ରୁକ୍ମିଣୀ କି ମୁଁ ହରଣ କରିଛି? ତମ ଟିକେ ଲାଜ ଲାଗୁନି? ଆରେ ରୁକ୍ମିଣୀ ତୋର ସ୍ତ୍ରୀ? ଆରେ ତମ ସ୍ତ୍ରୀ ହଉଛି ରୁକ୍ମିଣୀ? ଯାଉନ ରୁକ୍ମିଣୀ କି ତୁମେ ବିବାହ କରିଥିଲ? ହଁ ହଁ ଝିଅ ଝିଅ ତମେ ତାଙ୍କୁ ବିବାହ କରିଛ? ବିବାହ କରିନଥିଲେ କଣ ହେଲା? ଆଉ ସେ ତମର ସ୍ତ୍ରୀ କେଲା କେମିତି? ତାର ପିତା ମତେ ନିମନ୍ତ୍ରଣ ଦେଇଥିଲେ। ହଁ ହଁ ମୁଁ ବର ଯାତ୍ରୀ ସାଜ ସଜା ଧରିକି ସେଠାରେ ପହଞ୍ଚିଲା ବେଳକୁ ତୁମେ ତାକୁ ହରଣ କରିଦେଇଛ। ଏ ହେ ହେ ହସିଦେଲେ ଦେବକୀନନ୍ଦନ କୃଷ୍ଣ। ହସିଦେଲେ ଦେବକୀନନ୍ଦନ କୃଷ୍ଣ। ହେଲେ ଶିଶୁପାଳ, ଜଣେ କାହାକୁ ବିବାହ କରିବା ପାଇଁ ଚାଲିଗଲେ ଯେ ସେ ତାର ସ୍ତ୍ରୀ ହୋଇଯାଏ, ନାଇଁ ନାଇଁ ଏକଥା ସଂସ୍କୃତି କହିଲି ରେ ବାବୁ। ନା ଖାଲି ଗଲେ ହେରି ସେ ତାର ସ୍ତ୍ରୀ ହବନି। ଲକ୍ଷ୍ୟ କରିବେ ମୋର ମା ମାନେ, ହଁ ଆମ ସଂସ୍କୃତି କଣ କହୁଛି? କଣ କହୁଛି ସଂସ୍କୃତି? ଦେବକୀନନ୍ଦନ କୃଷ୍ଣ କହୁଛନ୍ତି, କଣ କହିଲେ? ଆରେ ମୂର୍ଖ, କନ୍ୟା ବରୟତେ ରୂପ। ରୂପ ରୂପ କନ୍ୟା କନ୍ୟା ନିଜ ଇଚ୍ଛାରେ ବର ଚୟନ କରିବ। ଆରେ ହେ ସତ କଥା, କନ୍ୟା ନିଜ ଇଚ୍ଛାରେ ବର ଚୟନ କରିବ। ଆଜିର ଆଧୁନିକ ସମାଜକୁ ବାବା ଦେଖିଲେ ହଁ ହଁ ଇଏ କଥାଟା ଅପ୍ରାସଙ୍ଗିକ ହେବ। ହବନି? ଆ କି କଥା? ଇଏ ଗ୍ରହଣ ଯୋଗ୍ୟ ହେଇପାରିବ ନା ନା ନା। କିନ୍ତୁ ଦେଖନ୍ତୁ, ଆମ ମାନଙ୍କର ଶାସ୍ତ୍ର କହିଲେ ବଳିଷ୍ଠ ପ୍ରମାଣ ଦେଇଛନ୍ତି। କଣ ପ୍ରମାଣ ଦେଲେ? ନୈଷଧରେ ଶ୍ରୀହର୍ଷ କହିଲେ। କଣ କହିଲେ ଶ୍ରୀହର୍ଷ? ଦେବକୀନନ୍ଦନ କୃଷ୍ଣ କହୁଛନ୍ତି, ରେ ଶିଶୁପାଳ, କୋଉ ନ୍ୟାୟରେ ରୁକ୍ମିଣୀ ତମର ସ୍ତ୍ରୀ ହୋଇନାହିଁ ମୁଁ କହୁଛି। ପ୍ରମାଣ ଦିଅ ପ୍ରମାଣ ଦିଅ। କୁଲନ୍ୟସ୍ୟ ଧାୟ ଜୁହତି କିମାଂ ତାତ କୃଷାନୌନ ଶରୀର ଶ୍ରେଷ୍ଠ ଇଷ୍ଟତନୁ ଜନ୍ମ ତନ ତଥାପି ମତ ପ୍ରାଣନାଥାସ୍ତୁ ନରସ୍ୟ ଏବ। ଆଜ୍ଞା ଶ୍ରୀହର୍ଷ କହିଲେ। କଣ କହିଲେ? ସେଦିନ ହଂସ କହୁଛି ଦମୟନ୍ତୀ କି? ଦମୟନ୍ତୀ କହୁଛନ୍ତି ହଂସ। ଏ ନନା ତମେ ହଂସ ଦେଖିଛ? ହଂସ ବତକ ବଡ ଭାଇ। ହଁ ସାର୍, ଯିଏ ବତକ 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 ବଡ ଭାଇ ଯେ ପୋଖରୀରେ ବୁଲିଛି। ଦମୟନ୍ତୀ କହୁଛନ୍ତି, ହଁ ହଁ ରେ ହଂସ, ରେ ହଂସ, ମୋର ପିତା ଇଏ ଶରୀରଟାକୁ ସୃଷ୍ଟି କରିଛନ୍ତି। ଶରୀର ସୃଷ୍ଟି କଲେ। ଦେଖନ୍ତୁ ପୁରାଣ କଣ କହୁଛି କହୁନାହାନ୍ତି? ତେଣୁ ଇଏ ଶରୀର ଯେହେତୁ ପିତା ଗଠନ କରିଛନ୍ତି, ସେ ହଉଛନ୍ତି ଇଏ ଶରୀରର ମାଲିକ, ପ୍ରଭୁ, ଅଧିକାରୀ। ମନ ପ୍ରାଣରେ ଇଏ ହୃଦୟ ଯାହାକୁ ଥରେ ଅର୍ପଣ ହୋଇଯାଇଛି, ଯାହାକୁ ଥରେ, ସିଏ ହଉଛି ତାର ମନ ପ୍ରାଣର ମାଲିକ। ଆରେ ତା ହୃଦୟର ଦେବତା। ଆଉ ଇଏ ମନ ମଧ୍ୟରେ ନିଷେଧନାଥ ନଳ ବସିଛନ୍ତି। ହଁ ସେଇ ନଳ ବସିଛନ୍ତି। ଏହି ନ୍ୟାୟରେ ଗୋଟାଏ କନ୍ୟା ଦେଇଥିବା ମନ ତାକୁ ପ୍ରାପ୍ତ ହଉ ବୋଲି ସେ ପ୍ରଭୁଙ୍କ ପାଖରେ ନିବେଦନ କରେ। ଏ ଶିଶୁପାଳ, ସେଦିନ ରୁକ୍ମିଣୀ ଏହି ବିଚାର କରି ମତେ ବରଣ କରିବାକୁ ସିଦ୍ଧାନ୍ତ କରି। ଆରେ ସେ ସେଇଦିନ ସିଦ୍ଧାନ୍ତ କରିଛି? ଏଗୁଡା ମିଛ କଥା। ଏରା ମିଛ କଥା ତମେ କହୁଛ। ଏରା ମନକୁ ମୋର ପାଉନି। ମନକୁ ପାଉନି? ଆ କେମିତି ପାଇବ? ଦେବକୀନନ୍ଦନ କୃଷ୍ଣକୁ କହୁଛି, ଶିଶୁପାଳ, ଆରେ ରୁକ୍ମିଣୀ ତତେ ଦେଖି ନାହିଁ? ଆରେ ସିଏ ତ ତେତେ ଦେଖିନି।
कि तू ताकू देखी राव ସିଏ ତ ତାକୁ ଦେଖିନି ସିଏ କଣ ତା ଚିଠି ଲେଖିଥିଲା भौगोलिक मानचित्र कुहे କଣ କହିଲା आरो सागर मध्य भागरे द्वारावती नगर ଆଚ୍ଛା ହରି ଏତେ ବାଟ पूर्व तट मेघालय रे ହଁ ହଁ राजा भीष्मଙ୍କ विदर्भ राज्य ହରେ ତ ଇଏ ତ କେତେ ବାଟ तेगुड़ाए बाटरे ହଁ ହଁ से तते देखी नाही ତୁ ତାକୁ ଦେଖିନୁ तू ताकू देखी ना ହଁ तते केमिति से पत्र देई निमंत्रण गोला ଆଜ୍ଞା ପରିଚାଳ ନଥିଲା କିରେ ଡାକ ଘରେ ଚିଠି ପଠେଇ ଦେଇଥିବ ଡାକବାଲା ନ ତ କହିବି ହଁ ପତ୍ର କେମିତି ଯାଉଥିଲା ସେତେବେଳେ କହିବି ମାନେ କହିବଟି ହଁ। ଛାଡିବ ନାହିଁ ବିଲକୁଲ ଦେବକୀ ନନ୍ଦନ କୃଷ୍ଣ କହିଲେ କଣ କହିଲେ ଶିଶୁପାଳ ହଁ ଇଏ ହଉଛି ପୂର୍ବ ଜନ୍ମର ସଂଯୋଗ ବେଶ ବେଶ ଶୁଣ ଦିନେ ବିଦର୍ଭ ରାଜ୍ୟରେ ପହଞ୍ଚିଥିଲା ଯାଇ ମୋ ଦ୍ୱାରିକାପୁରର ଘାଟ ଆଚ୍ଛା ଆଚ୍ଛା ଏମିତି ସଂଯୋଗ ରୁକ୍ମିଣୀ କୃଷ୍ଣଙ୍କର ସଂଯୋଗଟା ଆଚ୍ଛା କିପରି ହେଲା ହେଲା ଶିଶୁପାଳ ଜାଣିବା ପାଇଁ ଚାହୁଁଛି ବେଶ 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 ଶିଶୁପାଦ ପ୍ରବାଦ ଲଦି ଦେଇଛି ଯେ ତୁ ମୋ ସ୍ତ୍ରୀ କି ହରଣ କଲୁ ହଁ ତୁ ମୋ ମାନେ ମୋ ସ୍ତ୍ରୀ ମାନେ ଭାଇ ବୋଉକୁ ତୁ ହରଣ କରୁଛୁ କୃଷ୍ଣ ଚାହୁଁଛନ୍ତି ଯେ ମୁଁ କାହାର ପତ୍ନୀ କି ହରଣ କରି ନାହିଁ ମୁଁ ମୋ ପତ୍ନୀ କି ହରଣ କରି ବେଶ ବେଶ ଦେଖିବା ମଧ୍ୟରେ ଦର୍ଶନ ଦେଖିବା ଦର୍ଶନଟାକୁ ବାବୁ ଭଗବାନ କୃଷ୍ଣ କହିଲେ କଣ କହିଲେ ବିଦର୍ଭ ରାଜ୍ୟକୁ ଯାଇଥିଲା ଦ୍ୱାରିକାର ଘାଟ ହଁ 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 ରାଜା ଭୀଷ୍ମଙ୍କ ଦ୍ୱାରିକାର ଘାଟକୁ ଦେଖିଦେଲେ ବେଶ ବଡ଼ ଆନନ୍ଦ ହୋଇଗଲେ ଆଚ୍ଛା ଆଚ୍ଛା ଆଦିତ୍ୟ ସତ୍କାର କରିଲେ ବେଶ ବେଶ ହେଲେ ହେ ଦ୍ୱାରିକାପୁରର ଘାଟ ଆସ ଆସ ତୁମ ପଦ ଧୋଇକି ଚଟେଇ ଦେବି ଆସ ଆପଣ ପବିତ୍ର ମାଟିରୁ ଆସିଛନ୍ତି ଦ୍ୱାରିକାପୁରରୁ ଯାହାର ମାଟି ପାଣି ପବନ ପବିତ୍ର ଦ୍ୱାରିକାର ପୁରରେ ଘାଟ ଯେତେବେଳେ ଭୀଷ୍ମଙ୍କ ରାଜ୍ୟ ବିଦର୍ଭ କଟକରେ ପହଞ୍ଚିଛନ୍ତି ରାଜା ଭୀଷ୍ମଙ୍କ ଆଜ୍ଞା ଆତିଥ୍ୟ ସତ୍କାର କରୁଛନ୍ତି କାହିଁକି କାହିଁକି ଆଜ୍ଞା ଗୋଟେ ଦୂତକୁ ଏତେ ସମ୍ମାନ କାହିଁକି ନା ଦ୍ୱାରିକାପୁରର ଭଗବାନ ଯେଉଁ ଦ୍ୱାରିକାପୁରର ମାଲିକ ତାହାର ମାଟି ପବନ ଏତେ ପବିତ୍ର ରାଜା ଭୀଷ୍ମଙ୍କ ଚିନ୍ତା କରୁଛନ୍ତି ତୁମେ କେତେ ପବିତ୍ର ହୋଇନଥିବ ହେ ଦୂତ ହେ ଭାଟ ଦେବକୀ ନନ୍ଦନ କୃଷ୍ଣ କିପରି ଅଛନ୍ତି ଅନେକ ଦିନ ହେଲାଣି ତାଙ୍କ ସମ୍ପର୍କରେ କିଛି ଜାଣିପାରୁନାହିଁ ଆଉ ସେ ରାଜ୍ୟର ପ୍ରଜାମାନେ କେମିତି ଅଛନ୍ତି ମତେ ଟିକେ ବର୍ଣ୍ଣନା କରି କହିଲେ ମୁଁ ଟିକେ ପବିତ୍ର ହୋଇଯିବି ତାଙ୍କ ବିଷୟରେ ମତେ ଟିକେ କୁହ ହସିଦେଲେ ଦ୍ୱାରିକାର ଘାଟ କହିଲେ ହେ ରାଜନ ଏ ରାଜନ ମୁଁ ଜଣେ ସାମାନ୍ୟ ଦୂତ ଆପଣଙ୍କ ଭଳି ମହାନ ରାଜା ଆଚ୍ଛା ଆଚ୍ଛା ପ୍ରଜାବତ୍ସଳ ରାଜା ବେଶ ଦୂତ ମୁଖରୁ ଶୁଣିବେ ଭଗବାନ ଦ୍ୱାରିକାଧୀଶଙ୍କର ସମ୍ପର୍କରେ ବୋଧହୁଏ ମୁଁ ତାହା ପାଇଁ ଅସମର୍ଥ ହେବି ହେଲା ହେଲା ତେବେ ସମ୍ମୁଖରେ କହୁଛି କୁହ କୁହ ସଂକ୍ଷେପରେ କହୁଛି ଆପଣ ଶୁଣନ୍ତୁ କୁହନ୍ତୁ ହେଲା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଦେଖିବା ଦେଖିବା କହିଲେ ସୁମତି ଦେଇ ବିଚାର ସୁମତି ପୁରର ଆଶ୍ଚର୍ଯ୍ୟ କଳ୍ପ ସୁମତି ଉତ୍ତମ ମତିରେ ଆପଣ ମାନେ ବିଚାର କରନ୍ତୁ ଯୋଉ ପୁରର ନିର୍ମାଣ କର୍ତ୍ତା ଯୋଉ ପୁରକୁ ନିଜେ ରଚନା କରିଛନ୍ତି
ସିଏ ହଉଛନ୍ତି ଦ୍ୱାରିକାଧୀଶ ଭଗବାନ କୃଷ୍ଣ। କୃଷ୍ଣ କୃଷ୍ଣ ତେଣୁ ଯିଏ ନିଜ ପୁରର ନିଜେ ରଚନା କରିଛନ୍ତି ହେଲା ମୁଁ ତାଙ୍କର କି ଗୁଣ ବର୍ଣ୍ଣନା କରିବି କି ଗୁଣ ବର୍ଣ୍ଣନା କରିବି ତାଙ୍କର ଆଉ ହେଲା ପ୍ରଜା ମାନଙ୍କର କଥା ଯୋଉ ରାଜ୍ୟର ମାଲିକ ସ୍ୱୟଂ ଭଗବାନ ଏକାଦଶ ଗୁଣରେ ଯିଏ ନିପୁଣ ତାଙ୍କର କି କୀର୍ତ୍ତି ବର୍ଣ୍ଣନା କରିବି ହଁ ତାଙ୍କ କି କୀର୍ତ୍ତି କହିବି ତେବେ ଏ ରାଜ୍ୟର ପ୍ରଜା ମାନେ କେମିତି ଥିଲେ କେମିତି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଗୋଟିଏ ଦଉଛି ଆସୁ ଆସୁ ପଦ୍ମ ପଦ୍ମ ତାହି ଅଛଦମ ଗିରା ପଦ୍ମ ସଦମ ଭାଙ୍ଗି ଦେଲା ପଦ୍ମାର ତେଣୁ ପରମାନନ୍ଦ ସାତ ବାର ମୂର୍ତ୍ତନ୍ତି ପତି ପୁରେ ସାତ ବାର ଆସରେ ସପୁରୁ ଗୁରୁ ପୁତ୍ର ଆଣିବା ରାତିର ଯିବା ପଦ୍ମ ପଦ୍ମ ତୈୟ ଛଦ୍ମ ଗିର ମାନେ ପଦମ ପଦମ ପଦ୍ମ ପଦ୍ମ କହିଲେ ଅସଂଖ୍ୟ ଅସଂଖ୍ୟ ହଁ ଅସଂଖ୍ୟ ଅସଂଖ୍ୟ ଯୋଉ ପାଠ ଆମେ ପଢିଲେ ମାନେ ପାଠ ନାହିଁ 1 କୋଟି ପର୍ଯ୍ୟନ୍ତ ଆମେ ହିସାବ ଜାଣିଛେ ଆଚ୍ଛା ଆଚ୍ଛା ତାପରେ ଯାହା ପାଠ ରହିଲା ପଦ୍ମ ପର୍ଯ୍ୟନ୍ତ ଆଜ୍ଞା ବରାଦ ପଦ୍ମ ସେଠି ଯାହା ଆମେ ସେ ପାଠ ପଢିଲା ମାନେ ମାନେ ଏ କୋର୍ସ ତମକୁ ଜଣା ନାହିଁ ଏ ରାଜ୍ୟରେ ପଦ୍ମ ପଦ୍ମ ଲୋକ ଅଛଦ୍ମ ଗିର ହଁ ହଁ ଅଛଦ୍ମ କହିଲେ ନିଷ୍କପଟକ ବ୍ୟକ୍ତି ହଁ ହଁ ଯୋଉ ବ୍ୟକ୍ତି ହେଲା କାହା ଆଗରେ କାହାର ଗୁମର କଥା କହନ୍ତି ନା ମାନେ ଗୁମର କଥା କହିବୁନି ବିଶୁନା କାହା କଥାକୁ କାହା ଆଗରେ ବଖାଣି ଦିଅନ୍ତି ନା 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 ଗୋଟାଏ ଲୋକ ବଖାଣୁଛି ଆମର ନିର୍ମଳ ହୃଦୟର ଲୋକ ହଁ ଏ ରାଜା ଭୀଷ୍ମଙ୍କ ହେଲା ହେଲା ଏ ପୁରରେ ବାସ କରୁଥିଲେ ବେଶୀ ବେଶୀ ତେଣୁ ଯୋଉ ରାଜ୍ୟରେ ଅସଂଖ୍ୟ ଅସଂଖ୍ୟ ନିଷ୍କପଟକ ବ୍ୟକ୍ତି ରହିଲେ ବେଶ ବେଶ ପଦ୍ମା କହିଲେ ଲକ୍ଷ୍ମୀ ହେଲା ପଦ୍ମର ଘରକୁ ଭାଙ୍ଗି ବେଶୀ ଇଏ ଦ୍ୱାରିକାପୁରରେ ବାସ କରିଲେ ଦେଖନ୍ତୁ ନା ମାନେ ପୁରାଣ ଭିତରେ କେତେ ଦର୍ଶନ ରହିଛି ଯୋଉ ଗ୍ରାମରେ ଯୋଉ ପରିବାରରେ ଯୋଉ ରାଜ୍ୟରେ ନିଷ୍କପଟକ ବ୍ୟକ୍ତି ମାନେ ରୁହନ୍ତି ଆଜ୍ଞା ଆଜ୍ଞା ସେ ଗୃହକୁ ଲକ୍ଷ୍ମୀ ଛାଡ଼ି ଯାଆନ୍ତି ନା ନଖି ତାଙ୍କ ଘରେ ସଦାବେଳେ ତାଙ୍କରି ଘରେ ସଦାବେଳେ ରହୁଛନ୍ତି ତେଣୁ ପଦ୍ମର ଘରକୁ ଭାଙ୍ଗି ହଁ ହଁ ମା ଲକ୍ଷ୍ମୀ ଠାକୁରାଣୀ ଏ ଦ୍ୱାରିକାପୁରରେ ବାସ ଆଜ୍ଞା ଆଜ୍ଞା ଯୋଉ ପୁରରେ ଲକ୍ଷ୍ମୀ ବାସ କରିଲେ ବେଶ ବେଶ ହେ ରାଜା ଭୀଷ୍ମଙ୍କ ସେ ପ୍ରଜା ମାନଙ୍କର ଅଭାବ ରହିବ ଆଉ ହେଲା ସେ ପ୍ରଜା ମାନଙ୍କର ମୃତ୍ୟୁକୁ ଭୟ ହୋଇନାହିଁ ନାଇଁ ନାଇଁ କାରଣ କାରଣ କଣ କିନାଶପୁରୁ ବେଶୀ ଯୋଉ ଦେବକୀ ନନ୍ଦନ କୃଷ୍ଣ ଆଚ୍ଛା ଶାନ୍ତିବନୀ ମୁନିଙ୍କର ପୁତ୍ର ଗୁରୁ ପୁତ୍ରକୁ ଯମଲୋକରୁ ଫେରାଇ ଆଣିଲେ ଆଚ୍ଛା ଆରେ ସେ ଚମ ଲୋକରୁ ଫେରି ଆଣିଲି କି ହଁ ହଁ ଯୋଉ ଭଗବାନ କୃଷ୍ଣ ଆଚ୍ଛା ଯମପୁରରୁ ଗୁରୁ ପୁତ୍ରକୁ ବାହୁଡାଇ ଆଣିଲେ ଆଜ୍ଞା ଆଜ୍ଞା ସେ
ସେ ରାଜ୍ୟର ପ୍ରଜା ମାନେ ଆଉ ମୃତ୍ୟୁକୁ ଡରିବେ କାହିଁକି ନା ଯାହାର ପାଦ ତଳେ ଯମ ରାଜା ଶରଣାପନ୍ନ ହେଲା ହେଲା ସେ ରାଜ୍ୟର ପ୍ରଜା ମାନେ ମୃତ୍ୟୁକୁ ଭୟ କରୁନାହାନ୍ତି ସେ ମୃତ୍ୟୁକୁ ଭୟ କରିବେ ନା ସେ ରାଜ୍ୟରେ ବଜ୍ରପାତ ହେଉନାହିଁ ନା ନା ଇନ୍ଦ୍ର ବଜ୍ରପାତ କରିବେ ନାହିଁ ଯେଉଁ ଦଧିଚି ମୁନିଙ୍କ ଅସ୍ଥିରେ ନିର୍ମାଣ ହୋଇଥିଲା ବଜ୍ର ଉତ୍ରାସୁର ଭଳି ଦୈତ୍ୟ ବିନାଶ ହୋଇଥିଲା ସେ ଦ୍ୱାରିକାପୁରରେ ପରାଜୟକୁ ବରଣ କରିଲା ହାଟ କହୁଛନ୍ତି ହେ ରାଜା ଭୀଷ୍ମଙ୍କ ଯୋଉ ପୁରରେ ଦ୍ୱାରାବତୀ କୃଷ୍ଣ ମାଲିକ ଆଉ ଯୋଉ ପୁରକୁ ଛାଡ଼ି ଲକ୍ଷ୍ମୀ ଯାଉନାହାନ୍ତି ସେ ପୁରର ପ୍ରଜା ମାନେ ଦୈନନ୍ଦିନ ନୃତ୍ୟ ରଙ୍ଗରେ ମଜି ଯାଉଛନ୍ତି ଆଉ ରହିଲେ ଦେବକୀ ନନ୍ଦନ କୃଷ୍ଣ ହେଲେ ଯସ୍ୟ ପ୍ରତାପ ଇସ୍ତପନ୍ନାଦୀପ୍ତ ଚୈତୟ ରକ୍ତାଦିତମମ୍ବରାସୌ ସାୟଂ ମର୍ଜିତ ଲଜ୍ଜିତାଙ୍କ ନିତ୍ୟେବ ମୂର୍ଖତ ଲୌକି ସେଇ ଭଗବାନ ଦ୍ୱାରିକାଧୀଶଙ୍କର ପ୍ରତାପ ଏତେ ପ୍ରଚଣ୍ଡ ପ୍ରତାପ ଯେ ହେଲା ଯାହାର ପ୍ରତାପରେ ସୂର୍ଯ୍ୟ ଦେବତା ଲାଲ ବର୍ଣ୍ଣକୁ ଧାରଣ କରି ପ୍ରଜ୍ୱଳିତ ହେଇଯାଉଛନ୍ତି ପରବର୍ତ୍ତୀ ସମୟରେ ଶୀତଳତା ପାଇବା ପାଇଁ ସନ୍ଧ୍ୟା ସମୟରେ ଲାଲ ବର୍ଣ୍ଣକୁ ଧାରଣ କରି ସମୁଦ୍ର ଗର୍ଭରେ ନିମଜ୍ଜିତ ହେଉ ଯାଉଛନ୍ତି ଯେତେବେଳେ ସୂର୍ଯ୍ୟ ଦେବତା ପରାଜୟକୁ ବରଣ କରି ଯାଉଛନ୍ତି ସୂର୍ଯ୍ୟଙ୍କର ପତ୍ନୀ ପଦ୍ମ ସ୍ୱାମୀର ପରାଜୟ ଜାଣି ନିଜ ମସ୍ତକକୁ ଡୁବେଇ ଦଉଛି ହେ ରାଜା ଭୀଷ୍ମଙ୍କ ଏ ପୁରର ବର୍ଣ୍ଣନା ମୁଁ ଆଉ କଣ କହିବି କିନ୍ତୁ ଆଜି ଏତିକି କହିବି ଆଜି ଠାରୁ ଆପଣ ଦେବକୀ ନନ୍ଦନ କୃଷ୍ଣଙ୍କର ପ୍ରିୟ ହୋଇଗଲେ ନା ମୁଁ ଦେବକୀ ନନ୍ଦନ କୃଷ୍ଣଙ୍କର ପ୍ରିୟ ହୋଇଗଲି କେମିତି ଭାଟ ନା ଏକଥା ମୁଁ କହୁନି ରାଜନ ଏକଥା କହିଛନ୍ତି ନିଜେ ଭଗବାନ କୃଷ୍ଣ ଆପଣ ମାନଙ୍କର ଶ୍ରୀମଦ୍ ଭଗବତ ଗୀତା କୁହନ୍ତି ମକ୍ରତା ବାଚକମ୍ ନିତ୍ୟ ମକ୍ରତା ଶ୍ରବଣରତ ମକ୍ରତା ପୀତମାନସଂ ନହଂ ତଚ୍ଛାମି ତ୍ୱନରଂ ମକ୍ରତା ବାଚକମ୍ ନିତ୍ୟ ଆପଣ ମାନଙ୍କର ଶ୍ରୀମତ ଭଗବତ ଗୀତା ଗୀତା ମୋ କଥାକୁ ଯିଏ ସଦାବେଳେ ଶ୍ରବଣ କରେ ମକ୍ରତା ବାଚକମ୍ ନିତ୍ୟ ମୋ କଥା ଶ୍ରବଣ କରିବାରେ ଯିଏ ରତ ହୋଇଯାଏ ଆଉ ମୋ କଥାକୁ ଦୈନନ୍ଦିନ ଯିଏ ବନ୍ଦନ କୀର୍ତ୍ତନ କରୁଥାଏ ସେ ମୋର ପ୍ରିୟ ହୋଇଯାଏ ଏହି ନ୍ୟାୟରେ ହେ ରାଜା ଭୀଷ୍ମଙ୍କ ଆପଣ ଆଜି ଦ୍ୱାରିକା ଭଗବାନ କୃଷ୍ଣଙ୍କର ପ୍ରିୟ ହୋଇଗଲେ ନିୟମର ବିଦ୍ୱାନ ମଣ୍ଡଳୀ ସେଦିନ ରାଜା ଭୀଷ୍ମଙ୍କ ସମ୍ମୁଖରେ ଦ୍ୱାରିକାର ଭାଟର ଦ୍ୱାରିକାପୁରର ଗୁଣ ବର୍ଣ୍ଣନା କରି ଫେରିଯିବା ସମୟରେ ରାଜପ୍ରାସାଦର ଅଟ୍ଟାଳିକାରେ ବସିଥିଲେ ରାଜଜେମା ରୁକ୍ମିଣୀ
अधिकरू अधिक पाला देखिबा पई आमो चैनल सब्सक्राइब करंतु।